ପାଞ୍ଚ ନମ୍ବର ପ୍ରଶ୍ନ, ପରଭାଷାରେ କଥା କହିବାକୁ ବାଇବେଲ ମନା କରେ କି? ବାଇବେଲ ବାରଣ କରିଥାଏ କି? ଆମ ଖ୍ରୀଷ୍ଟୀୟ ସମାଜରେ ଦୁଇଟି ଦଳର ଲୋକ ଅଛନ୍ତି। ଗୋଟିଏ ଦଳର ଲୋକମାନେ ସେମାନେ ପରଭାଷା ସିଜ୍ ହୋଇଗଲାଣି ଅର୍ଥାତ୍ ବନ୍ଦ ହୋଇଗଲାଣି ବୋଲି କହିଥାନ୍ତେ, ଯେଉଁମାନଙ୍କୁ ସିଜେସାନିଷ୍ଟ ବୋଲି କୁହାଯାଏ। ଏବଂ ଆଉ ଏକ ଦଳର ଲୋକମାନେ ଯାହାଙ୍କୁ କଣ୍ଟିନ୍ୟୁସେନିଷ୍ଟ ବୋଲି କୁହାଯାଏ, ସେମାନେ ଏହି ପରଭାଷା କଣ୍ଟିନ୍ୟୁ ଚାଲିଅଛି, ବନ୍ଦ ହୋଇନାହିଁ, ସିଜ୍ ହୋଇନାହିଁ ବୋଲି କହିଥାନ୍ତି। ଏହି ପ୍ରଥମ ଦଳର ଲୋକମାନେ ଯେଉଁମାନେ କି ଟଙ୍ଗସ୍ ବା ପରଭାଷା ସିଜ୍ ହୋଇଗଲାଣି ବୋଲି ଦାବି କରିଥାନ୍ତି, ସେମାନେ ଏକ ଶାସ୍ତ୍ରାଂଶ ପଦ ମୁଖ୍ୟତଃ ବ୍ୟବହାର କରିଥାନ୍ତି, ଯାହାକି ପ୍ରଥମ କରନ୍ତୀୟ 13 ପର୍ବର 8 ପଦ। ସେଠାରେ ଏପରି ଲେଖାଯାଏ, ପ୍ରେମ କଦାପି ଶେଷ ହୁଏ ନାହିଁ, କିନ୍ତୁ ଯଦି ଭାବବାଣୀ ଥାଏ ତାହା ଲୋପ ହେବ, ଯଦି ପରଭାଷା ଥାଏ ସେହି ସବୁ ନିବୃତ୍ତ ହେବ, ଯଦି ଜ୍ଞାନ ଥାଏ ତାହା ଲୋପ ହେବ। 9 ଏବଂ 10 ପଦରେ ଲେଖାଯାଏ, କାରଣ ଆମ୍ଭେମାନେ ଆଂଶିକ ଭାବେ ଜାଣୁ ଓ ଆଂଶିକ ଭାବେ ଭାବବାଣୀ କହୁ, କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ଆଂଶିକ ବିଷୟର ଲୋପ ହେବ। ଏହି ପ୍ରଥମ କରନ୍ତୀୟ 13 ପର୍ବର 8 ପଦ ଅନୁସାରେ ପ୍ରଥମ ଦଳର ଲୋକମାନେ ଯେଉଁମାନେ ପରଭାଷା ସିଜ୍ ହୋଇଗଲାଣି ବୋଲି କହିଥାନ୍ତି, ସେମାନେ କୁହନ୍ତି ଯେ ଯେତେବେଳେ ଧର୍ମଶାସ୍ତ୍ରର ଲିଖନ ସମ୍ପୂର୍ଣ୍ଣ ହେଲା ଏବଂ ଶେଷ ପ୍ରେରିତ ଶେଷ ଆପୋଷ୍ଟଲ ଯିଏ ଥିଲେ ତାହାଙ୍କ ପରେ ପରଭାଷା ଭାବବାଣୀ ଏସବୁ ଲୋପ ହୋଇଅଛି ବୋଲି କହିଥାନ୍ତି। କିନ୍ତୁ ଅପର ପାର୍ଶ୍ୱରେ ଦ୍ୱିତୀୟ ଦଳର ଲୋକମାନେ ଯେଉଁମାନେ କି ଏହିସବୁ ଗିଫ୍ଟ ଅର୍ଥାତ୍ ପରଭାଷା ଭାବବାଣୀ କଣ୍ଟିନ୍ୟୁ ଏବେ ମଧ୍ୟ ଚାଲିଅଛି ବୋଲି କହିଥାନ୍ତି, ସେମାନଙ୍କର ମତରେ 9 ପଦରେ ଯେଉଁ 9 ଏବଂ 10 ପଦରେ ଯେଉଁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ଆଂଶିକ ବିଷୟର ଲୋପ ହେବ ବୋଲି ଲେଖାଯାଏ, ସେହି ଆଂଶିକ ବିଷୟ ହେଉଛି ପରଭାଷା ଭାବବାଣୀ ଏବଂ ଜ୍ଞାନ। ଏବଂ ସିଦ୍ଧ ବିଷୟ ଉପସ୍ଥିତର ଅର୍ଥ ହେଉଛି ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନରେ ଯେତେବେଳେ ଆମ୍ଭେମାନେ ବିଶ୍ୱାସୀମାନେ ଯୀଶୁଖ୍ରୀଷ୍ଟଙ୍କ ସହିତ ଆମମାନେ ମୁଖାମୁଖି ଦର୍ଶନ କରିବା, ସେହି ସମୟରେ ପରଭାଷା ଏବଂ ଭାବବାଣୀ ଲୋପ ପାଇବ। ଏବଂ ମୁଁ ମଧ୍ୟ ବିଶ୍ୱାସ କରେ ଯେ ଏହି ପରଭାଷାର ଲୋପ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନରେ ହେବ, କାରଣ ଏହି ବାକ୍ୟାଂଶଟି ପରଭାଷାର ଲୋପ ହେଲା ବୋଲି ନିବୃତ୍ତ ହୋଇଅଛି ବୋଲି ଏହି ବାକ୍ୟ ପ୍ରକାଶ କରୁନାହିଁ। ତେଣୁକରି ପରଭାଷାରେ କଥା କହିବା ନିମନ୍ତେ ବାଇବେଲ ମନା କରେ କି? କେବେ ମଧ୍ୟ ନୁହେଁ। ଆମେମାନେ ଯଦି ଦେଖିବା ପ୍ରଥମ କରନ୍ତୀୟ ସେହି 14 ପର୍ବର 39 ପଦରେ ପାଉଲ ଏ ପ୍ରକାର କୁହନ୍ତି, ଏଣୁ ହେ ମୋହର ଭାଇମାନେ ପରଭାଷାରେ କଥା କହିବାକୁ ମନା ନ କର। ପାଉଲ ଏଠାରେ ନିଜେ କୁହନ୍ତି ଯେ ପରଭାଷାରେ କଥା କହିବାକୁ ମନା କର ନାହିଁ। ଯଦିଓ ପାଉଲ ପରଭାଷାରେ କଥା କହିବା ବିଷୟକୁ ନେଇ ଅନେକ ରେଷ୍ଟ୍ରିକ୍ସନ୍ ବା କଟକଣାର ଶିକ୍ଷା ସେ ପ୍ରଦାନ କରିଅଛନ୍ତି, କିନ୍ତୁ ପରଭାଷା ନିବୃତ୍ତ ହୋଇଅଛି, ପରଭାଷାରେ କଥା କୁହ ନାହିଁ ବୋଲି ସେ କୌଣସି ବାକ୍ୟରେ ଲେଖି ନାହାନ୍ତି। ଇଭେନ୍ ପାଉଲ ନିଜେ କୁହନ୍ତି ଯେ ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ପରଭାଷାରେ କଥା କହିପାରେ। ଯଦି ପରଭାଷାରେ କଥା କହିବା ଯଦି ବନ୍ଦ ହୋଇଥାନ୍ତା, ତାହେଲେ ସେ ଏ ପ୍ରକାର କହି ନଥାନ୍ତେ। ସେହି ପ୍ରଥମ କରନ୍ତୀୟ 14 ପର୍ବର 40 ପଦରେ ସେ ପ୍ରକାଶ କରନ୍ତି, ଏହି ସମସ୍ତ ଅର୍ଥାତ୍ ପରଭାଷା ଏବଂ ଭାବବାଣୀ ଏହିସବୁ ଯେଉଁ ଦାନଗୁଡ଼ିକର ବ୍ୟବହାର ବିହିତ ମତେ ଏବଂ ସୁଧାରା ଅନୁସାରେ କରାଯାଉ ବୋଲି ସେ ନିର୍ଦ୍ଦେଶ ପ୍ରଦାନ କରୁଅଛନ୍ତି।